ଏ ବି ସି ଡି ସାମନ୍ତରିକ ଚିତ୍ରର ଦୁଇଟି କ୍ରମିକ କୋଣର ପରିମାଣର ଅନୁପାତ 2:3 ହେଲେ ସାମନ୍ତରିକ ଚିତ୍ରର ପ୍ରତ୍ୟେକ କୋଣର ପରିମାଣ ସ୍ଥିର କର। ଏଠାରେ ଆମକୁ କ'ଣ ଦିଆଯାଇଅଛି? ଗୋଟିଏ ସାମନ୍ତରିକ ଚିତ୍ର ଯାହାର ନାମ ଏ ବି ସି ଡି। ଠିକ୍ ଅଛି। ଏପରି କ୍ୱେଶ୍ଚିନ୍ ଗୁଡ଼ିକ କନଫ୍ୟୁଜ୍ କରିବା ପାଇଁ ମଧ୍ୟ ଏହିପରି ଭାବରେ ଆସିଥାଏ। ଯେପରିକି ଏ ବି ସି ଡି ସାମନ୍ତରିକ ଚିତ୍ରର ପ୍ରଥମ ତିନୋଟି କ୍ରମିକ କୋଣର ପରିମାଣର ଅନୁପାତ 2:3:2 ହେଲେ ସାମନ୍ତରିକ ଚିତ୍ରର ପ୍ରତ୍ୟେକ କୋଣର ପରିମାଣ ସ୍ଥିର କର। ବୁଝିବାକୁ ହେଲେ ଏଠାରେ ମଧ୍ୟ ପ୍ରଥମ ତିନୋଟି କ୍ରମିକ କୋଣ ଅର୍ଥାତ୍ ଏ କୋଣ, ବି କୋଣ ଏବଂ ସି କୋଣର ଅନୁପାତ ଦିଆଯାଇଅଛି 2:3:2। ଏ କୋଣ ଏବଂ ସି କୋଣ ଯେହେତୁ ପରସ୍ପର ବିପରୀତ, ତେଣୁ କୋଣ ଦୁଇଟି ମଧ୍ୟ ପରସ୍ପର ସମାନ ହେବ। ତିନୋଟି କୋଣର ଅନୁପାତ ଆମକୁ ଜଣାଅଛି। ଏଗୁଡ଼ିକୁ ସଲ୍ଭ କରି ସହଜରେ ଆମେ ଚାରୋଟି କୋଣର ପରିମାଣକୁ ବାହାର କରିପାରିବା, ନୁହେଁ କି? ତେଣୁ ଦିଆଯାଇଥିବା କ୍ୱେଶ୍ଚିନ୍ଟିକୁ ଡେରି ନକରି ସଲ୍ଭ କରିବା। ଏହିପରି ଗୋଟିଏ ସାମନ୍ତରିକ ଚିତ୍ର ଅଙ୍କନ କରିବା। ଏହାର ନାମ ଦେବା ଏ ବି ସି ଏବଂ ଡି। କ୍ୱେଶ୍ଚିନ୍ଟା କ'ଣ ଅଛି ନା ଏହି ଏ ବି ସି ଡି ସାମନ୍ତରିକ ଚିତ୍ରର ଦୁଇଟି କ୍ରମିକ କୋଣ। ପ୍ରଥମେ କ୍ରମିକ କୋଣର ଅର୍ଥ କ'ଣ ବୁଝିବା। ଦେଖ, କ୍ରମିକ କହିଲେ ପାଖାପାଖି। ଠିକ୍ ଅଛି। ଏ କୋଣର କ୍ରମିକ କୋଣ କିଏ ହେବ? ବି ହେବ କିମ୍ବା ଡି ହେବ। ବୁଝିହେଲା? କିନ୍ତୁ ଏ କୋଣ ଏବଂ ସି କୋଣ ପରସ୍ପର କ୍ରମିକ କୋଣ ହେବେ ନାହିଁ। ଦେଖ, ଦୁଇଟି କ୍ରମିକ କୋଣ ଏ ଏବଂ ବି କୋଣର ପରିମାଣର ଅନୁପାତ ଦିଆଯାଇଛି କେତେ? 2:3। କିନ୍ତୁ ଆକ୍ଚୁଆଲ କୋଣର ପରିମାଣ ଦିଆଯାଇନାହିଁ। ହେଲେ ଏହି ସାମନ୍ତରିକ ଚିତ୍ରର ପ୍ରତ୍ୟେକ କୋଣ ଅର୍ଥାତ୍ ଚାରୋଟି କୋଣର ପରିମାଣ ବାହାର କର ବୋଲି କୁହାଯାଇଛି। ବୁଝିହେଲା? ଏହି ଚାରୋଟି କୋଣ ମଧ୍ୟରୁ ଆମକୁ ଦୁଇଟି କୋଣର ପରିମାଣର ଅନୁପାତ ଦିଆଯାଇଅଛି। ମନେକର ଗୋଟିଏ କୋଣ କିମ୍ବା ଏ କୋଣ। ଏ କୋଣର ପରିମାଣ ଇକ୍ୱାଲ୍ ଟୁ 2x ଡିଗ୍ରୀ। ଠିକ୍ ସେହିପରି ଏବଂ ବି କୋଣର ପରିମାଣ ଇକ୍ୱାଲ୍ ଟୁ କେତେ? 3x ଡିଗ୍ରୀ। ଆମେ ଜାଣିଛନ୍ତି ଚତୁର୍ଭୁଜର ଚାରି କୋଣର ପରିମାଣର ସମଷ୍ଟି କେତେ? 360 ଡିଗ୍ରୀ, ନୁହେଁ କି? ତେଣୁ ଯଦି ଆମେ ଏହି ଚାରୋଟି କୋଣକୁ ମିଶାଇବା ହେଲେ 360 ଡିଗ୍ରୀ ହେବ। ଆମେ ଜାଣିଛନ୍ତି କିମ୍ବା ଜାଣୁ ଯେ ଏ କୋଣ ପ୍ଲସ୍ ବି କୋଣ ପ୍ଲସ୍ ସି କୋଣ ପ୍ଲସ୍ ଡି କୋଣ ଇକ୍ୱାଲ୍ ଟୁ 360 ଡିଗ୍ରୀ। ଏହି ଚାରୋଟି ଯାକ କୋଣକୁ ଯଦି ଆମେ ମିଶାଇବା କେତେ ପାଇବା? 360 ଡିଗ୍ରୀ ପାଇବା। ଏହି ସାମନ୍ତରିକ ଚିତ୍ରରେ ଆମେ କ'ଣ ଜାଣିଛନ୍ତି? ବିପରୀତ ବାହୁଗୁଡ଼ିକ ପରସ୍ପର ସମାନ। ଯଦି ବିପରୀତ ବାହୁଗୁଡ଼ିକ ପରସ୍ପର ସମାନ ହେବେ, ତେବେ
विपरीत कोण गुड़िक परस्पर सामान तेणु यही ए कोणर परिमाण जेतिकी सी कोणर परिमाण सेतिकी हेबो। ठीक सेपरि बी कोणर परिमाण जेतिकी डी कोणर परिमाण सेतिकी हेबो। हेले ए कोणर परिमाण केते पाइले 2x डिग्री बुझे होचे ना तेणु सी कोणर परिमाण हेबो केते 2x डिग्री। ठीक सेपरि बी रो अपोजिट किंबा विपरीत डी कोण परिमाण केते हेबो बी रो परिमाण केते नेछन्ते 3x डिग्री तेणु डी रो परिमाण हेबो 3x डिग्री। वर्तमान एमानंकर समस्त कोणर परिमाण को नेबा इम्प्लाइज ए कोणर परिमाण केते 2x डिग्री प्लस बी कोणर परिमाण केते 3x डिग्री प्लस सी कोणर परिमाण केते जेहेतु सी कोणटी ए कोण सहित समान तेणु ए कोणर परिमाण केते 2x डिग्री प्लस ठीक से डी रो परिमाण केते हेबो 3x डिग्री इक्वल टू लिखिबा 360 डिग्री इम्प्लाइज चारोटी जाक पद को मिसई देवा 10x डिग्री इक्वल टू 360 डिग्री इम्प्लाइज आम जदि x रो परिमाण बाहर करि परिबा तेबे प्रत्येक कोणर परिमाण सहजरे पाई परिबा तेणु x डिग्री इक्वल टू केते हो x डिग्री 10 सहित कोण गुणी हेछि आर पटे बोले कोन हबो हरण हबो तेणु 360 डिग्री डिवाइडेड बाय 10 0 को 0 कटि गेला रहला 36 डिग्री। वर्तमान आम x डिग्री मूल्य केते पाइले 36 डिग्री तेणु यही x डिग्री मूल्य को प्रति कोणर परिमाण केते नैथिले सेथिरे पुट करिबा लिखिबा अतः ए कोणर परिमाण केते थिला 2x इक्वल टू 2 इंटू x मूल्य केते पाइले 36 इक्वल टू 72 डिग्री। ठीक से परी बी कोणर परिमाण केते 3x 3 इंटू x मूल्य केते पाइले 36 डिग्री लिखबा ए कोणर परिमाण 2x डिग्री इक्वल टू 3 इंटू 36 जे 108 डिग्री। ठीक से भाव में सी कोणर परिमाण क्यों कोणर परिमाण सहित सामान ए कोणर परिमाण सहित सामान ए कोणर परिमाण केते पहले 72 डिग्री देखा सी कोणर परिमाण 72 डिग्री एठी लिखिबा जेहेतु ए कोण इक्वल टू सी कोण परस्पर विपरीत एवं डी कोणर परिमाण केते डिग्री हेबो डी कोणर परिमाण क्यों कोणर परिमाण सहित समान बी कोणर परिमाण सहित समान डी एवं बी परस्पर विपरीत बुझे ना।
ତେଣୁ B କୋଣର ପରିମାଣ କେତେ ପାଇଲେ 108 डिग्री। ଏଠି ବି ଲେଖିପାରିବା ଯେହେତୁ D କୋଣର ପରିମାଣ ଇକ୍ୱାଲ ଟୁ B କୋଣର ପରିମାଣ। ବର୍ତ୍ତମାନ ଆମେ ଏହି ABCD ସାମାନ୍ତରିକ ଚିତ୍ରରେ ଚାରୋଟି କୋଣର ପରିମାଣ ପାଇଗଲେ। ବୁଝାଉଛି ନା? ତେଣୁ ଲେଖିବା ABCD ସାମାନ୍ତରିକ ଚିତ୍ରରେ A କୋଣର ପରିମାଣ 72 डिग्री, B କୋଣର ପରିମାଣ 108 डिग्री, C କୋଣର ପରିମାଣ ମଧ୍ୟ 72 डिग्री ଏବଂ D କୋଣର ପରିମାଣ 108 डिग्री। आंसर